बाबरे हाय फ्रेंड्स नमस्कार जय जगन्नाथ केमती अच्छा समस्ते आशा कर समस्त भल था आम गाँव खाली वर्षा प्रबल वर्षा होती एबे भी मेघ सेमती करी रही केमती देखो पाग केमती कर रही वर्षा सबुबले खाली वर्षा होची कौन करा जीव लगातार भाव में वर्षा हुए सब केमिति वर्षा होची केमिति पाग करची अगड़ा घर द्वारा सब एगुड़ा सब घास पतर उठीगलानी गछ उठीगलानी आ किछि भी नहीं मु भी बाहर को एबे जाई पानी किछि नहीं बहुत कारण आपण मन गाँव में केमती वर्षा अच्छी आमर एपट प्रबल वर्षा होची एटा कि गछटा कहले देखिबा या गछ ना कोन या गछ ना कोन आर कि फल नहीं ये हळदी गछ हां एटा हळदी गछ सब लगा है जी हलदी गछ उठीगलानी सारू गछ उठिलानी वर्षा रे सारू गछ उठी पलानी एटी एटा हमर एपड़े जो गछला दूची एटा 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 होची बड़ा साग याकू साग तोली खानी भाजंती हेटी तोली चंदी मौसाहार तोली चंदी साग आज हिंगे तो हेड देखो एटा हमर बड़ा साग देखेली गछटा याकू भाजा हबो कड़ी बसिचे आमर सब कुकुड़ा बिका है गला कुकुड़ा बिलेई काऊ एना सब खाइला गरो कुकुड़ा आमर सब बिका है गला हे दोली न रजन आई दोली पहुंचो जेते तत्तु कैसे अंद नाही नहीं किले मौसा मौसा हांडरे क्यों खाऊ छे भुजा भुजा खाइ देणी हांडरे कुन में हे ने मु कुन में ए किनी कांदे कोल कुन में टाइम ले हे कांदे कोल एरा कलर ढाली गिरी आ साबुन ध गाद करू साबुन ध गाद करियो अम्मा ये तो माछ खाइले ना ये कांदे कोन हबो हट्टी कांदुची ए बाबा रागी जाइची वर्षा हेले भी प्रबल गरम होची देखि पारथि लाइट खाली जिबा आसिया होची जाउची लाइट केतेबेले लाइट पळोची केतेबेले लाइट आसुची आ जणा रहउनी एना सब केते दिन सब यात्रा किणा होता फुल गुड़ा सब
ଗୋଟେ କଥା କହିବା ପାଇଁ ଚାହୁଁଛି ଆପଣମାନଙ୍କୁ, କେବେ ହେଲେ ନିଜ ଲୋକ ସହିତ କେବେ ସମ୍ପର୍କ ଗଢ଼ିବନି, କେବେ ବି ନାହିଁ। ନିଜ ଲୋକମାନେ ବହୁତ ଶତ୍ରୁ, ଏତେ ଶତ୍ରୁ ଜାଣିପାରିବନି ଯେଉଁଟାକି ସେମାନେ ପାଖରେ ରହିକି ବି ତୁମକୁ ମାରିବା ପାଇଁ ଚେଷ୍ଟା କରୁଥିବେ, ତୁମେ ଜାଣିପାରିବନି। କିଛି ଲୋକ ଅଛନ୍ତି ଆମର ଏଠି ବହୁତ ପଛରେ ପଡ଼ିଯାଉଛନ୍ତି। କୌଣସି କଥାରେ ଟିକେ ଭଲ ଖାଇଦିଅ, ନହେଲେ ଭଲ ଟିକେ ପିନ୍ଧିଦିଅ, ଜମା ସେମାନେ ସହିପାରିବେନି, ଜମା ସହିପାରୁନାହାନ୍ତି। ଦୁନିଆ ପ୍ରକାର ଭାଷା, ଦୁନିଆ ଦୁର୍ନୀତି କରିକିରି କାହାକୁ ଗୋଟେ କଥା ଆଙ୍ଗୁଳି ଉଠେଇ କଥା କହିବା ପାଇଁ ପଛରେ ପଡ଼ିଯାଉଛନ୍ତି। ସେମାନଙ୍କର କିଛି କାମ ଧନ୍ଦା ନାହିଁ, କାମ କରି ସେମାନଙ୍କୁ ରଖିବେ। ଆଉ ଆମେ ତ ଯାଇକିରି ବାହାରେ ଖଟୁଛୁ 12 ଘଣ୍ଟା 24 ଘଣ୍ଟା ଯାଇ ଖଟୁଛୁ। ଆଉ ଆମେ ଆଉ ବାହାର ଲୋକ କ'ଣ କରୁଛି ନ କରୁଛି ଆମେ କେତେବେଳେ ଧ୍ୟାନ ଦେଇପାରିବୁ? ସେଗୁଡ଼ା ଦେଇପାରିବୁନି। ସେମାନେ ବେଶୀ ଧ୍ୟାନ ଦିଅନ୍ତି ତାଙ୍କ ପ୍ରତି, ତାଙ୍କ ପ୍ରତି ଅଧିକା ତୁମଠୁ ବେଶୀ ଧ୍ୟାନ ଦେବେ, ତାଠୁ ଅଧିକା ତୁମକୁ ଧ୍ୟାନ ଦେବେ। ତୁମେ କ'ଣ ଖାଉଛ, କ'ଣ ପିନ୍ଧୁଛ, କ'ଣ କୁଆଡ଼େ ଯାଉଛ, ଏଗୁଡ଼ାରେ ସବୁ ଧ୍ୟାନ ଦେଉଥିବେ। କାହିଁକିନା ସେମାନଙ୍କର କିଛି କାମ ନାହିଁ ନା, ରାତି ପାଇଲେ ଏଇଟା ହିଁ କରିବେ। ଆଉ ଆମେ ରାତି ପାଇଲେ ଖାଲି କାଲି କେମିତି ଦିନଟା ଯାଇଥିଲା କମ୍ପାନୀରେ, ଆଜି କେମିତି ଦିନଟା ଯିବ କମ୍ପାନୀରେ ଭଲରେ, କାହା ସହିତ ଗାଳି ଗୁଲଜ ନ ହେଇକି, ଝଗଡ଼ା ନ ହେଇକି କେମିତି କାମ କରି ସନ୍ଧ୍ୟାବେଳୁ ଆସିବ ରୋଷେଇବାସ କରି ଖାଇବା ପାଇଁ ଆମେ ଚେଷ୍ଟା କରୁ। କିନ୍ତୁ ଏମାନେ ତାଙ୍କ ଘର ଅଛି ଟଙ୍କା ପଇସା, ଖାଇ ପିଇକିରି ଶୋଇକିରି ପର ଚିନ୍ତା, ପର କଥାବାର୍ତ୍ତାରେ ସବୁବେଳେ ଚାଲୁଥିବେ। ପର କ'ଣ କଲା, ପର କ'ଣ କଲା ନ କଲା, ଏଗୁଡ଼ା ସବୁ ଚିନ୍ତା କରୁଥିବେ। ହେଲେ ଆମ ପାଖରେ ଟାଇମ୍ କାହିଁ? ଆମେ ତ କମ୍ପାନୀରେ ପାଣି ପିଇବାକୁ ଗଲେ ହେଲେ ଆମେ କହିବାକୁ ଇନଚାର୍ଜ କହିକି ଯାଉଛୁ ଯେ ଆମେ ପାଣି ପିଇକି ଆସୁଛି। ୱାସରୁମ୍ ଗଲେ ହେଲେ କହିକି ଯାଉଛୁ ଆମେ ୱାସରୁମ୍ ଯାଇକି ଆସୁଛୁ 1 ମିନିଟ୍ ଭିତରେ। ଭାବୁଥିବ କେତେ ଇଏରେ ଆମେ କାମ କରୁଛୁ, କେତେ କଠିନରେ କାମ କରୁଛୁ, କେତେ ଟର୍ଚରରେ କାମ କରୁଛୁ। ଯିଏ କଷ୍ଟ କରୁଛି ସିଏ ହିଁ ଜାଣିଥିବ। ମୁଁ ବି ଭାବେ ଯିଏ ଯାହା କହୁଛୁ କହୁ, କାହା କଥାରେ ଧ୍ୟାନ ନ ଦେଇକିରି ନିଜ କାମ କରିବା ଦରକାର। ପର ଚିନ୍ତା ଛାଡ଼ିକିରି ସେତେବେଳେ ନିଜ ଚିନ୍ତା କରିବା ଦରକାର। ହେଲେ ନାହିଁ, ଏଇଟା ସବୁବେଳେ ନିଜ ଚିନ୍ତା ଛାଡ଼ିକିରି ପର ଚିନ୍ତା ଅଧିକାରୁ ଅଧିକା କରନ୍ତି। ଏଗୁଡ଼ା ମୁଁ ପସନ୍ଦ କରୁନି, ଏଗୁଡ଼ା ମୁଁ କେବେ ପସନ୍ଦ କରୁନି। ଏବେ ନାହିଁ, କେବେ ନାହିଁ, ମୁଁ କେବେ ହେଲେ ପସନ୍ଦ କରୁନି। ଫାଲତୁ କଥା, ଫାଲତୁ ଜିନିଷ ଗୁଡ଼ା ପସନ୍ଦ କି କରେ। ହଉ ଛାଡ଼, ଯିଏ ଯେମିତି ହେବା କଥା ହେବ। କରିବା ଆମ ଘରେ ଏତେ ପ୍ରୋବ୍ଲେମ୍, ଆମ ଘରେ ଏତେ ଅସୁବିଧା ଚାଲିଛି ଯେ ଆମେ ନିଜେ ସମ୍ଭାଳି ପାରୁନୁ। ଆଉ ତମ କଥା ଆମେ ଧରି କେତେବେଳେ ଚଳିବୁ? ଆମେ ତମ କଥା ଧରି ଚଳିପାରିବୁ କି? କିଛିଟା ଲୋକ ଏମିତି କରନ୍ତି, ଯେମିତି ବହୁତ ଚେଷ୍ଟା କରନ୍ତି। ସେତେବେଳେ ଆମ ଘରେ ଖାଇବାକୁ ପିଇବାକୁ ନଥିଲା, ଆମେ ଭଲ ଜାଗାରେ ଛିଡ଼ା ହେଇଥିଲେ ହେଲେ ଆମକୁ କହିବେ ତମେ ଖରାପ ଜାଗାରେ ଛିଡ଼ା ହେଇଛ ବୋଲି। ଏମିତି ସବୁ ବ୍ୟବହାର କରୁଥିଲେ। ହେଲେ ସମସ୍ତର କ'ଣ ଟାଇମ୍ ଗୋଟେ ଥାଏ କି? ସମସ୍ତର ଟାଇମ୍ ଚେଞ୍ଜ ହେଉଛି, ସମସ୍ତଙ୍କର ବୟସ ଚେଞ୍ଜ ହେଉଛି, ମୌସମ ଚେଞ୍ଜ ହେଉଛି। ସବୁବେଳେ କ'ଣ ସେମିତି ରହିଥାନ୍ତି? ଭଗବାନ କୁଆଡ଼େ ପଳାଇଛନ୍ତି? ଭଗବାନ ଯେତେବେଳେ ହେଲେ ନ୍ୟାୟଟାକୁ ନ୍ୟାୟ ହିଁ ସପୋର୍ଟ କରନ୍ତି, ଅନ୍ୟାୟ କେବେ ସପୋର୍ଟ କରନ୍ତିନି, ଜାଣିଥିବ ଏଇଟା। ଏମିତି ଲୋକ ଅଛନ୍ତି, ସେମାନଙ୍କ ନାଁ ଧରିଲେ ନିଦ ହେବନି କି ଭୋକ ହେବନି। ଏତେ ବେଇମାନ ଲୋକ ଗୁଡ଼ାକ, ମନ ଭିତରୁ ଘୃଣା ଆସୁଛି ସେମାନଙ୍କୁ। ସେଥିପାଇଁ ଏମିତି ଲୋକମାନଙ୍କୁ ଯେତେ ଜଲ୍ଦି ହେବ ସେତେ ଜଲ୍ଦି ଦୂରେଇକି ରହିବା ଦରକାର। ନିଜ ମରିଯାଉ ପଛକେ ସିନା, ଯାହା ହେଉଛି ହେଇଯାଉ ପଛକେ ସିନା, କିନ୍ତୁ ଏମାନଙ୍କ ହାତରେ କେବେ ବି ହାତ ପତେଇବନି। ଯାହା ବି ହେଇଯାଉ ହାତ ପତେଇବନି କେବେ, ନହେଲେ ମରିଯାଉ। ଏମିତି ବେଇମାନି ଚୁତିଆ ଲୋକମାନଙ୍କ ପାଖରୁ ଦୂରେଇ ରହିବା ଦରକାର। ବହୁତ ଏମାନଙ୍କ କଥା ଟେନସନ୍ ଲାଗୁଛି।
ଏତେ ମିଛ ସତ କଥା କେମିତି କହିପାରୁଛନ୍ତି ଗୋଟେ ଅଲଗା ନା ଅଲଗା ଲୋକ ନାଁ ତମକୁ କେତେ ଜଣା ଅଛି ଏମିତି ମିଛ ସତ କହି ତମେ କେତେ ଏମିତି ପେମେଣ୍ଟ ତମକୁ କେତେ ପେମେଣ୍ଟ ମିଳିଯାଉ ତମେ ସରକାର କେତେ ପେମେଣ୍ଟ ଦେଉଛି ଏଗୁଡ଼ାକ ଏମିତି କହିବା ପାଇଁ ବିନା ଦୋଷରେ ବିନା କାରଣରେ କାହାକୁ ବହୁତ ଖରାପ ଲାଗୁଛି। ହଁ ଛାଡ଼ ସେ କଥା ସେ ଯାହା କହିବା କଥା କହିବେ ଯାହାର ଯେଉଁ କାମ ସେ କାମ ହିଁ କରିବ ଯିଏ ଯେଉଁ କାମ ଯାଉଛି ତାକୁ ସେଇଟା ହିଁ ଜଣାଥିବ ଆଉ ଅଲଗା କିଛି ଜଣା ନଥିବ ତ କିଛି କାମ କରିପାରିବେନି ହେଲେ ତାଙ୍କେ ସେମିତି ହିଁ ପଛରେ ପଡ଼ି ରହିଥିବେ।